ସୌମ୍ୟାଶ୍ରୀ ଆତ୍ମହତ୍ୟାକୁ ନେଇ ଛାତ୍ର ସଂଗଠନର ବିକ୍ଷୋଭ। ବାଲେଶ୍ୱର ଫକୀରମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶୀଙ୍କ ଆତ୍ମହତ୍ୟାକୁ ନେଇ ସାରା ରାଜ୍ୟରେ ବିଦ୍ରୋହର ସ୍ୱର ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲ୍ଲା ନର୍ଲା କଲେଜ ସମ୍ମୁଖରେ ଛାତ୍ର ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଫଟୋକୁ ଜାଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ନିଜର ଅସୁବିଧା ସମସ୍ୟାକୁ ସମାଧାନ କରିବା ପାଇଁ ସାଂସଦ, ବିଧାୟକ, ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଜଣାଇଥିଲେ। କିନ୍ତୁ ସେ ଝିଅ ପ୍ରତି ତାଙ୍କର କ'ଣ ରାଗ ରହିଥିଲା ଯେ ଝିଅର ଅଭିଯୋଗକୁ ଅଣଦେଖା କରିଥିଲେ। ସବୁଆଡୁ ହତାଶ ହେଲା ପରେ ସୌମ୍ୟାଶ୍ରୀ ପେଟ୍ରୋଲ ଢାଳି ନିଜକୁ ଜାଳି ଦେଇଥିଲା ନା ତାକୁ ପେଟ୍ରୋଲ ଢାଳି ପଡ଼ି ମାରି ଦିଆଯାଇଛି ତାହା ସନ୍ଦେହ ଘେରରେ। ଡାକ୍ତରଖାନାରୁ ଯେତେବେଳେ ମୃତ ଶରୀରକୁ ନିଆଯାଇଥିଲା ସେତେବେଳେ ଡାକ୍ତରଖାନା ପଛ ଗେଟ୍ ଦେଇ ମୃତ ଶରୀର ନେବା ସମସ୍ତଙ୍କୁ ସନ୍ଦେହ ଘେରକୁ ଟାଣି ଆଣିଛି। ତାହାରି ପ୍ରତିବାଦରେ ବିଭିନ୍ନ ରାଜନୈତିକ ଦଳ ସହିତ ବିଭିନ୍ନ ଅନୁଷ୍ଠାନ ରାଜ୍ୟବ୍ୟାପୀ ବିଦ୍ରୋହ କରିଚାଲିଛନ୍ତି। ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଆଜି ସାରା ରାଜ୍ୟକୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ନର୍ଲା ଅଞ୍ଚଳ ଆଜି ଜନଶୂନ୍ୟ ଦେଖାଦେଇଛି। ତେବେ ନର୍ଲା ରୋଡ୍ର ତୁଲାପଡ଼ା, ବାଲିପଡ଼ା ଓ ଶେରଗଡ଼ରେ ବନ୍ଦର ପ୍ରଭାବ ପଡ଼ି ନଥିବା ବେଳେ ନର୍ଲା ସହରରେ ତାର ବିଶେଷ ପ୍ରଭାବ ପଡ଼ିଛି। ସହରର ସମସ୍ତ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ପେଟ୍ରୋଲ ପମ୍ପ, ସ୍କୁଲ, କଲେଜ ଏପରିକି ସହରରେ ବସୁଥିବା ସାପ୍ତାହିକ ହାଟ ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ସକାଳ 6ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ବନ୍ଦ ରହୁଥିବା ବେଳେ ନର୍ଲା ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ମୁତୟନ ହୋଇଥିଲେ। ସ୍ଥାନୀୟ ପୋଲିସଙ୍କ ସହାୟତାରେ ଖୁବ୍ ଶୃଙ୍ଖଳାର ସହିତ କଂଗ୍ରେସର ଏହି ବନ୍ଦ ଡାକରା ପାଳନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ସେମିତି କୌଣସି ଅଘଟଣ ଦେଖାଦେଇ ନଥିବା ବେଳେ କଂଗ୍ରେସ କର୍ମୀମାନେ ମଧ୍ୟ ଖୁବ୍ ଶୃଙ୍ଖଳାର ସହିତ ପିକେଟିଂ କରୁଥିବା ନଜରକୁ ଆସିଛି। କଳାହାଣ୍ଡି ନର୍ଲାରୁ ବିମ୍ବାଧର ବୁଦ୍ଧିଆଙ୍କ ରିପୋର୍ଟ, এবି ନ୍ୟୁଜ୍।